ଇସ୍ରାଏଲର ଭୟଙ୍କର ଆକ୍ରମଣ, ଯୁଦ୍ଧ ପାଇଁ ଘାତକ ଅସ୍ତ୍ର, ଟୁଥପେଷ୍ଟ, ବିଷାକ୍ତ ସ୍ପ୍ରେ, ଫୋନ୍ ଓ ପେଜର। ଇସ୍ରାଏଲ ହମାସ ଯୁଦ୍ଧ 1 ବର୍ଷରେ ପହଞ୍ଚିଛି। 2023 ଅକ୍ଟୋବର 7ରେ ଇସ୍ରାଏଲ ଉପରେ ଇସଲାମୀୟ ଆତଙ୍କବାଦୀ ସଂଗଠନ ହମାସ ଆକ୍ରମଣ କରିବାରୁ ତାହାକୁ ମୂଳପୋଛ କରିବା ଲାଗି ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଥିଲା। ତାପରେ ଅପ୍ରତ୍ୟାଶିତ ଭାବେ ୟେମେନର ହାଉଥି ସଂଗଠନ ହମାସ ସପକ୍ଷରେ ବାହାରି ଲୋକିତ ସାଗରରେ ଇସ୍ରାଏଲକୁ ଆସୁଥିବା କେତେକ ଜାହାଜ ଉପରେ ଆକ୍ରମଣ କଲା। ପୁଣି ଲେବାନନ ସୀମା ଆଡ଼ୁ ଇସ୍ରାଏଲ ବିରୋଧୀ ଯୁଦ୍ଧରେ ସାମିଲ ହେଲା। ଇସଲାମୀୟ ସଂଗଠନ ହେଜବୋଲା ସମ୍ପ୍ରତି ଯୁଦ୍ଧ ତୀବ୍ରତା ଲଢ଼େଇ ପାଲଟି ଅଧିକ ଦୀର୍ଘ ହେବାର ଆଶଙ୍କା ସ୍ପଷ୍ଟ ହୋଇଛି। ଇସ୍ରାଏଲ ଗୋଟିଏ ପଟେ ହାଉଥିଙ୍କ ମୁକାବିଲା କରୁଥିବା ବେଳେ ଅନ୍ୟପଟେ ହମାସ ହେଜବୋଲାଙ୍କ ସହ ବିଭିନ୍ନ ଉପାୟରେ ଲଢ଼ୁଛି। ନୂଆ ନୂଆ ସାମରିକ କୌଶଳ ବ୍ୟବହାର କରି ଇସ୍ରାଏଲ ତା'ର ଶତ୍ରୁଙ୍କୁ ନିପାତ କରିବାକୁ ପଣ କରିଛି। ଚର୍ଚ୍ଚାରେ ପେଜର ବିସ୍ଫୋରଣ। ଗତ ମଙ୍ଗଳବାର ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ଥରହର ହୋଇଗଲା ଲେବାନନ। ଏସବୁ ଥିଲା ବାର୍ତ୍ତା ବିନିମୟ ଲାଗି ବ୍ୟବହୃତ ହଜାର ହଜାର ରେଡ଼ିଓ ପେଜର ବିସ୍ଫୋରଣର ପରିଣାମ। ହେଜବୋଲା ପାଇଁ ଉଦ୍ଦିଷ୍ଟ ଯୋଗାଯୋଗ ଉପକରଣ ପେଜରଗୁଡ଼ିକୁ ଇସ୍ରାଏଲୀୟ ଇଞ୍ଜିନିୟରମାନେ ମାରାତ୍ମକ ଅସ୍ତ୍ରରେ ରୂପାନ୍ତରିତ କରି ପକାଇଥିଲେ। ତେଣୁ ମେସେଜ ବା ବାର୍ତ୍ତାଟିଏ ପଠାଯିବାରୁ ସେ ପେଜର ସବୁ ବିସ୍ଫୋରିତ ହୋଇଥିଲା। ଏହି ପେଜର ବିସ୍ଫୋରଣ ସମଗ୍ର ବିଶ୍ୱର ରଣନୀତିକାରଙ୍କୁ ଚକିତ କରିଛି। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ଘଟିବା ସହ 28ରୁ ଅଧିକ ଆହତ ହୋଇଛନ୍ତି। କିନ୍ତୁ ଇସ୍ରାଏଲ କ୍ଷେତ୍ରରେ ଏହା କିଛି ନୂଆ କଥା ନୁହେଁ। ତା'ର ଗୁଇନ୍ଦା ଏଜେନ୍ସି ମୋସାଦ ଓ ସିନବେଟ୍ ପୂର୍ବରୁ ମଧ୍ୟ ଏ ଧରଣର ଅନେକ ଗୁପ୍ତ ଅଭିଯାନ କରି ସଫଳ ହୋଇଥିଲେ। ଫୋନରେ ହମାସ ବୋମା ନିର୍ମାତାଙ୍କୁ ହତ୍ୟା। ଦି ଇଞ୍ଜିନିୟର ନାମରେ ସୁପରିଚିତ ହମାସ ବୋମା ନିର୍ମାତା ୟାହା ଆୟେସକୁ ହତ୍ୟା କରିବା ଲାଗି 1996ରେ ସିନବେଟ୍ ବିସ୍ଫୋରକ ଚର୍ଚ୍ଚିତ ହୋଇଥିଲା। ବିଷ ଅସ୍ତ୍ର ସାଜିଲା ଟୁଥପେଷ୍ଟ। ଏୟାର ଫ୍ରାନ୍ସ ଫ୍ଲାଇଟ୍ 139 ହାଇଜ୍ୟାକ୍ ସମେତ ଅନେକ ନାରକୀୟ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନ PFLP ମୁଖ୍ୟ ହାଦାଦଙ୍କୁ ହତ୍ୟା କରିବା ଲାଗି ଟୁଥପେଷ୍ଟ ମାଧ୍ୟମରେ ବିଷ ବ୍ୟବହାର କରାଯାଇଥିଲା। ସ୍ୟାଡନେସ୍ ନାମକ ଜଣେ ଗୁପ୍ତଚର ହାଦାଦ ବ୍ୟବହାର କରୁଥିବା ଟୁଥପେଷ୍ଟ ସ୍ଥାନରେ ଇସ୍ରାଏଲ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ ରିସର୍ଚ୍ଚ ଦ୍ୱାରା ପ୍ରସ୍ତୁତ ବିଷାକ୍ତ ପଦାର୍ଥ ମିଶ୍ରିତ ଟୁଥପେଷ୍ଟ ରଖିଦେଇଥିଲେ। ସେଥିରେ ଦାନ୍ତ ଘଷିବା ମାତ୍ରେ ପାଟିରେ ବିଷାକ୍ତ ପଦାର୍ଥ ବିଶୋଷିତ ହୋଇ ହାଦାଦର ରକ୍ତରେ ମିଶିବାରୁ ତା'ର ମୃତ୍ୟୁ ଘଟିଥିଲା। ବିଷକ୍ରିୟା ଏବେ ତୀବ୍ର ଓ ବ୍ୟାପକ ଥିଲା। ସେ ନିଜକୁ ବଞ୍ଚାଇବାକୁ ଅକ୍ଷମ ହୋଇଥିଲା। ଆମ୍ନରେ ବିଷାକ୍ତ ଆକ୍ରମଣ। 1997ରେ ହମାସ ନେତୃତ୍ୱରେ ସିରିଜ ବୋମା ବିସ୍ଫୋରଣ ଘଟିବାରୁ ତା'ର ରାଜନୈତିକ ଶାଖାର ମୁଖ୍ୟ ଖାଲେଦ ମଶାଲଙ୍କୁ ହତ୍ୟା କରିବା ଲାଗି ଇସ୍ରାଏଲର ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେନାକୁ ଆଦେଶ ଦେଇଥିଲେ। ମଶାଲ ଗାଡ଼ିରୁ ଓହ୍ଲାଇ ଯାଉଥିବା ବେଳେ ମୋସାଦ ଗୁପ୍ତଚରମାନେ ତାଙ୍କ ବେଜ୍ ପଛରେ ବିଷ ସ୍ପ୍ରେ କଲେ। ଘଟଣା ଲୁଚାଇବାକୁ ଜଣେ ଗୁପ୍ତଚର ସୋଡ଼ା ଢାଳି ହୋଇଯିବାର ବାହାନା କଲେ। କିନ୍ତୁ ମଶାଲଙ୍କ ଝିଅ ଗୁପ୍ତଚରମାନଙ୍କୁ ଚିହ୍ନି ପକାଇଲେ। ତୁରନ୍ତ ସେମାନଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବିଷ ପ୍ରୟୋଗ ହେତୁ ମଶାଲ ଭୀଷଣ ଅସୁସ୍ଥ ହୋଇପଡ଼ିଥିଲେ। ମୂଲଚାଲ ହେବା ପରେ ତାଙ୍କ ଜୀବନ ବଞ୍ଚାଇବାକୁ ଇସ୍ରାଏଲ ଔଷଧ ଯୋଗାଇଲା ଏବଂ ମୋସାଦ ଗୁପ୍ତଚରଙ୍କୁ ହମାସ ମୁକ୍ତ କଲା। ଇରାନ ପରମାଣୁ ବୈଜ୍ଞାନିକଙ୍କ କାରରେ ବୋମା। 2010-2020 ମଧ୍ୟରେ
कार रे लगा जाइथिबा शक्तिशाली बोमा विस्फोरण घटी बेस केते जण इरानी परमाणु वैज्ञानिकଙ୍କର मृत्यु घटीथिला। मोटरसाइकेल रे आरोही गुप्तचर वैज्ञानिक को नहीं जाउथिबा चलंता कार रे बोमा खंजी देइथिबारु सेभଳି घटुथिला। एथिपाई ईरान गणमाध्यम इस्राएल को दोष देइथिला सत, किंतु इस्राएल प्रकाश रे निजको दायी करि नथिला। कुहा जाय एहा थिला ईरान रो आणविक कार्यक्रम को भंडूर करने को इस्राएल चलाइथिबा गुप्त युद्धर अंश विशेष। यह थिला युद्ध पाई घातक अस्त्र व्यवहार करा जाउची। इस्राएल और ईरान जो युद्ध चली एथिरे बहुत घातक अस्त्र व्यवहार करा जाउची। किछि अस्त्र टूथपेस्ट रे जदेला आपण ब्रश करूसंती, किछि गुप्तचर टूथपेस्ट रे विष मिसाई जाउसंती, तापरी बड़ बड़ नेतांकर मृत्यु घटुची। विषाक्त स्प्रे गाड़ी रे जदि आपण कार रे जाउसंती, किछि गुप्तचर बाइक रे आसी आपणक कार पछपटे आपण को विषाक्त स्प्रे कर दउची, जोटा कि आपण किछि समय हलचल हेबे तापरे डेथ हो जिवे। फोन और पेजर वर्तमान बड़ सांघातिक खबर सामना को आसी। इस्राएल इंजीनियरिंग माने वर्तमान फोन पेजर रे बोमा विस्फोरण करुसंती। शह शह रेडियो शह शह फोन एका थरके विस्फोरण होउची। वर्तमान बेसी चर्चा रे पेजर विस्फोरण। ए पेजर विस्फोरण कौन? ए सबु थिला वार्ता विनिमय लगी व्यवहृत हजार हजार रेडियो पेजर विस्फोरणर परिणाम। ये पेजर विस्फोरण होची हजार हजार रेडियो एकाथरे की विस्फोरण हवा। हेजबोला पाई उद्दिष्ट जोगाजोग उपकरण पेजर गुड़ी को इस्राएल इंजीनियरिंग मानी मारात्मक अस्त्र रे रूपांतरित करि पकाइथिले। तेणु मेसेज बा वार्ताटीए पठाजिबारु जेतेବେଳେ हजार हजार रेडियो एकाथरे के आक्रमण पाई थुआ ही गला, गोटे वार्ता पठा गले पेजर सब एकाथरे के विस्फोरण होउथिला। ए पेजर विस्फोरण समग्र विश्वर रणनीतिकारी को चकित करिछि। यह समस्ती को आश्चर्य करिछि। ए पेजर विस्फोरण एथिरे बहु लोकंकर मृत्यु घटिबा सह 28 रु अधिक आहत होइछन्ति। किंतु इस्राएल क्षेत्र में यह किसी नुआ कथा नुहे। तार गुइंदा एजेंसी मोसाद और सिनबेट पूर्वर मध्य ए धरणर अनेक गुप्त अभियान करी सफल होइतिले। इस्राएल और हमास युद्ध एक वर्ष रे पहुँची। इस्राएल इंजीनियरिंग माने नुआ नुआ जिनस व्यवहार करुसंती आक्रमण पाई। वर्तमान ए वर्षर फोन और पेजर चर्चार पेजर विस्फोरण 2003 अक्टोबर 7 रे इस्राएल उपरे इस्लामीय आतंकवादी संगठन हमास आक्रमण करिवारु ताकु मूलपोछ करिवा लागि इस्राएल युद्ध आरंभ करिथिला। संगठन हमास आक्रमण को मूलपोछ करिया पई इस्राएल युद्ध आरंभ करिथिला। तापरे अप्रत्याशित भावे यमनर हाउदी संगठन हमास सपक्षे बाहरी लोहित